निहत्य धात्राराष्ट्राणां का प्रीति सज्जनार्दनं पापमेवाश्रय यस्मानं हत्यैनाताना तानि न। हे जनार्दन, धृतराष्ट्रଙ୍କର ଏହି ସମ୍ବନ୍ଧୀମାନଙ୍କୁ ମାରି ଆମମାନଙ୍କୁ କି ପ୍ରସନ୍ନତା ମିଳିବ? ଏହି ଆତତାୟୀ ମାନଙ୍କୁ ମାରିଲେ ତ ଆମକୁ ପାପ ଲାଗିବ। ନିହତ୍ୟ ଧାତ୍ରାରାଷ୍ଟ୍ରାଣାଂ ହତ୍ୟୈତା ତାନ ତାଇନଃ। ଧୃତରାଷ୍ଟ୍ରଙ୍କର ପୁତ୍ରକୁ ଓ ସେମାନଙ୍କର ସହଯୋଗୀ ସମସ୍ତ ସୈନିକଙ୍କୁ ମାରି ବିଜୟପ୍ରାପ୍ତ କରିବାରେ ଆମକୁ କି ପ୍ରସନ୍ନତା ମିଳିବ? ଯଦି ଆମେ କ୍ରୋଧ ବା ଲୋଭର ବଶବର୍ତ୍ତୀ ହୋଇ ସେମାନଙ୍କୁ ମାରିଦେବୁ, ପରେ ସେହି ପ୍ରଭୃତି ଶାନ୍ତ ହୋଇଗଲେ ଆମକୁ କାନ୍ଦିବାକୁ ପଡ଼ିବ, ଅର୍ଥାତ୍ ଆମେ କ୍ରୋଧ ଓ ଲୋଭର ବଶବର୍ତ୍ତୀ ହୋଇକି ଅନର୍ଥ କରିଦେଲୁ ଭାବି ପଶ୍ଚାତାପରେ ଲୁହ ଗଡ଼ାଇବୁ। କୁଟୁମ୍ବଙ୍କ କଥା ମନେ ପଡ଼ିଲେ ସେମାନଙ୍କ ଅଭାବ ଆମକୁ ବାରମ୍ବାର ଆଘାତ ଦେବ। ସେମାନଙ୍କ ମୃତ୍ୟୁରେ ଶୋକାକୁଳ ଚିତ୍ତ ଆମକୁ ଅସହ୍ୟ ଦୁଃଖ ଦେବ। ଏପରି ସ୍ଥିତିରେ କ'ଣ ଆମକୁ କେବେ ପ୍ରସନ୍ନତା ମିଳିପାରିବ? ତାତ୍ପର୍ଯ୍ୟ ହେଲା, ଏମାନଙ୍କୁ ମାରିଲେ ଆମେ ଜୀବିତ ଥିବା ପର୍ଯ୍ୟନ୍ତ ଆମ ଚିତ୍ତରେ କେବେ ପ୍ରସନ୍ନତା ଆସିବ ନାହିଁ ଏବଂ ଏମାନଙ୍କୁ ମାରିବା ଦ୍ୱାରା ଯେଉଁ ପାପ ଲାଗିବ ତାହା ପରଲୋକରେ ଆମକୁ ଭୟଙ୍କର ଦୁଃଖ ଦେବ। 6 ଜଣଙ୍କୁ ଆତତାୟୀ କୁହାଯାଏ। ଯେ ନିଆଁ ଲଗାଏ, ଯେ ବିଷ ଦିଏ, ଯେ ଶସ୍ତ୍ର ଧରି ମାରିବାକୁ ଉଦ୍ୟତ ହୁଏ, ଯେ ଧନ ଅପହରଣ କରେ, ଯେ ଭୂମି ବା ରାଜ୍ୟ ଅପହରଣ କରେ ଏବଂ ଯେ ପରସ୍ତ୍ରୀ ଅପହରଣ କରେ। ଦୁର୍ଯ୍ୟୋଧନ ଆଦିଙ୍କଠାରେ ଏହି 6ଟି ଯାକ ଲକ୍ଷଣ ଥିଲା। ସେମାନେ ଲାକ୍ଷାଗୃହର ନିଆଁ ଲଗାଇ ପାଣ୍ଡବମାନଙ୍କୁ ମାରିବାକୁ ଚାହିଁଥିଲେ, ଭୀମସେନକୁ ବିଷ ଦେଇ ଜଳରେ ଫିଙ୍ଗି ଦେଇଥିଲେ, ଶସ୍ତ୍ର ଧରି ପାଣ୍ଡବମାନଙ୍କୁ ମାରିବା ପାଇଁ ପ୍ରସ୍ତୁତ ଥିଲେ, ଦ୍ରୁତ କ୍ରୀଡ଼ାରେ ଛଳ କପଟ କରି ସେମାନେ ପାଣ୍ଡବମାନଙ୍କର ଧନ ଓ ରାଜ୍ୟ ହରଣ କରିଥିଲେ। ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ସଭାମଝିକୁ ଅଣାଇ ମୁଁ ତତେ ଜାଣିଛି, ତୁ ମୋର ଦାସୀ ହୋଇଗଲୁ ଆଦି ଭାଷାରେ ବହୁତ ଅପମାନ କରିଥିଲା ଏବଂ ଦୁର୍ଯ୍ୟୋଧନ ପ୍ରଭୃତିଙ୍କ ପ୍ରେରଣାରେ ଜୟଦ୍ରଥ ଦ୍ରୌପଦୀଙ୍କୁ ହରଣ କରି ନେଇଥିଲା। ଶାସ୍ତ୍ର ବଚନ ଅନୁସାରେ ଆତତାୟୀକୁ ହତ୍ୟା କଲେ ହତ୍ୟାକାରୀକୁ କୌଣସି ଦୋଷ ପାପ ଲାଗେ ନାହିଁ। ତାନ ତାଇ ବଧ୍ୟ ଦୋଷେ ହନ୍ତୁ ଭର୍ବତୀ କଶ୍ନଶ୍ଚ। ମାତ୍ର ଆତତାୟୀଙ୍କୁ ହତ୍ୟା କରିବା ଉଚିତ ହୋଇଥିଲେ ମଧ୍ୟ ହତ୍ୟା ରୂପ କ୍ରିୟା ଭଲ ନୁହେଁ। ଶାସ୍ତ୍ରମାନେ ମଧ୍ୟ କହନ୍ତି ଯେ କେବେ କାହାରି ପ୍ରତି ହିଂସା କରିବା ଉଚିତ ନୁହେଁ। ନଂ ହିଂସା ବର୍ଷା ଭୂତାନି ଅହିଂସା ପରମ ଧର୍ମ ଅହିଂସା ପରମେ ଧର୍ମ। ତେଣୁ କ୍ରୋଧ ଓ ଲୋଭର ବଶୀଭୂତ ହୋଇ ଆମେ କୁଟୁମ୍ବମାନଙ୍କ ପ୍ରତି ହିଂସା କାର୍ଯ୍ୟ କରିବୁ କିପରି? ଆତତାୟୀ ହିସାବରେ ଦୁର୍ଯ୍ୟୋଧନାଦି ବଦ୍ୟ, କିନ୍ତୁ ଆମର କୁଟୁମ୍ବ ହୋଇଥିବାରୁ ଏମାନଙ୍କୁ ମାରିଲେ ଆମକୁ ପାପ ଲାଗିବ। ଶାସ୍ତ୍ରରେ କୁହାଯାଇଛି ଯେ ନିଜର କୁଳ ନାଶ କରେ ସେ ଅତ୍ୟନ୍ତ ପାପୀ। ସ ଏବ ପାପିଷ୍ଟ ତମେ ଜ କୁଜ୍ୟାସ୍ତ କୁଳ ନାଶନମ୍। ଏଣୁ ଯେଉଁ ଆତତାୟୀ ମାନେ ନିଜର କୁଟୁମ୍ବ, ସେମାନଙ୍କୁ କିପରି ମରାଯିବ? ସେମାନଙ୍କ ଠାରୁ ସମ୍ପର୍କ ତୁଟାଇ ଦେବା, ଭିନ୍ନ ହୋଇଯିବା ତ ଠିକ୍, କିନ୍ତୁ ମାରିବା ଠିକ୍ ନୁହେଁ। ଯଦି ନିଜର ପୁଅ ଆତତାୟୀ ହୋଇଯାଏ ତାହେଲେ ତାଠାରୁ ସମ୍ପର୍କ ତୁଟାଇ ଦିଆଯାଇପାରେ, କିନ୍ତୁ ତାକୁ କ'ଣ ମାରି ଦିଆଯାଇପାରେ?